फ्रेंड्स जय जगन्नाथ चलन देखिए आज चिन्नूर बाहर काली फाइनाल रविवार देखी जाइए काली फोन कर हाँ कौ तुम बाहर ठीक है कौन बाहर फाइनाल है डेट कौन जानी कसा लगो देखो ये तुम्हारा कौन आइटम हाँ हाँ आसुन खाई जीव ए भटा तो सेटा पका दी माँ पु कौन हो खाया पखाड़ माँ पर चाटी पकाउछि कैलेंडर कौन कर कौन देखू सीधा तो पिकनिक जे तू कहीं कैलेंडर देखू माँ लो सी जी बुले ये कैलेंडर देखो मैं घस तो नौ ना हेलो काटिदेला सब गाधे खाइब अगाधुआ चोपाटा पाटे भी लो सेम सीचीगला चोपाटा छिलुन सब सागे सागे रुक जाए देख घर खरा किटिकिटिया खरार केते डिग्री खरा आलू घर खाया किटिकिटिया खरार अरे कन्या डाकड़ा खाया तुम एमती लाज कले हवा प्लीज करनी आउटा मोड़ देवड़ा मोड़ तो सियाड़ मोड़ आउटा हाँ उल्टा मोड़ी था गोटाए थर ना रूपा खाओ खाओ खाऊ ना भूख लगे ना तुम जल्दी खाओ आलू कषा खाई आलू कषा आम कंडक्टर डाकिचु तुम देख आलू कषा खाई आस आनी पापड़ दी प्रकार आम सुना उष्णा तो कौन अरुआ करछि मैं अरुआ काई करथिलु कन्या टाका दिन खाइयो ना कन्या बे लागाडी अरुआ जलछि हां हां सुना खाई भर खाइयो अरुआ दीदी रे रविवार खाइलु हमर मटन दिले सिगला अरुआ सोमवार हमर औषध दिला मंगलवार काली संक्रांति दिले अरुआ आज बुधवार 4 दिन खाइले खाउछि मैं कहू उष्णा कर तो काट तुनु एटी तो ए दे म खा दो जो राग नहीं जो हमें राग खाऊ ना काय नॉकआउट कम पड़े तो मैं आलू सो कर जब हेलो ये किए जाई काम दे जी मो फोटो को कोनी खाइबन सेंती भलो पिस्ट
ଚିନ୍ତା କରୁଛି ବାହା ହେଇଯିବ ନା ହଁ ବା ଚିନ୍ତା କରୁଛ ଏଟା ବାହା ହବ ବୋଲି ଇଏଙ୍କର ଚିନ୍ତା କରୁଛ ଇଏଙ୍କ ଚିନ୍ତା କରୁଛ ରୂପାଣୀ ଶିଖେଇଦେଲା ମତେ ଆସେନି କହି ତୁ ଶିଖେଇଦେଲନି ଖର୍ଚ୍ଚ ଶିଖେଇଦେଲି ଛେ ଭାଇ ପୁଅ ଖାଇସାରିଲେଣି ପଖାଳ ଖାଇଥିଲା ମା ପୁଅ ସକାଳୁ ତାଙ୍କର ମାଛ ଖାଇବେ ମାଛ ପଖାଳ ପାଟି ପଡୁଛି ବେ ତକା ରାଗ ହେଇଯାଇ ତାକୁ ଲୋକ 2 ମିନିଟ୍ ପାଇଁ ଆସିକି କହିଲେ ଆମେ ଘରକୁ ଯିବୁ ହଁ କ'ଣ ହଉ କ'ଣ କନିଆ ଡାକରା ଲୋକ ବାହାରିଲେଣି ଯିବାକୁ କନିଆ ଡାକରା ଦେଖିଆ ଟିକେ ଠିକ୍ ଠିକ୍ ତୁ ଖାଇଲୁନୁ କିଛି କହିଲୁନୁ ଆମେ ଆସିଥିଲୁ କିନ୍ତୁ ଖାଇଲୁନୁ କିଛି ଆମେ ଆସିଥିଲୁ କିନ୍ତୁ ସବୁ ଖାଇଛୁ ହଁ ବା ପାମ୍ପଡ଼ ହଁ ହଁ ବସ ଠିକ୍ ଠିକ୍ ସବୁ ଦେଖିବୁ ଠିକ୍ ଠିକ୍ ଆଉ ସବୁ କ'ଣ କହିବୁ ଆମେ 2 ଗିନା ଖାଇଛୁ 2 ଗିନା 6 ଗିନା ଖାଇଛୁ ଆଉ କ'ଣ କଲେ ହଁ ହଁ ମଟନ୍ ତ ଖାଇଛ ମାଛରୁ ଗୋଟା ପିସ୍ରୁ ଏତିକି ଟିକେଟାକୁ ମୋ ହାତ ମାରି ଖାଇଛି ମରିଥିବ ନାହିଁ ଆଳୁ ଚକଟିକି ଆଉ ଭାତ ଲଗେଇ ଖାଇଛି ଠିକ୍ ଠିକ୍ ଏବେ ଅଳଦା ପ୍ରୋଗ୍ରାମ ଚାଲିବ ରାମ ଗୋଟେ ଡାକ ଅଳତା ଲଗେଇଦବ କୁଙ୍କୁମ କହୁଥିଲା କ'ଣ ଲଗେଇଦବ ବୋଲି ସିଏ କାମ ନୁହେଁ ଏ ବ୍ରସ୍ ଆଣିଲେ କା ସେଇଠି ଅଛି ବା ସେଇଠି ପାଖରେ ଥିବ ଗୋଟେ ଦେଇକି ଭଲସେ ଖୋଜିଲେ ଭଗବାନ ପାଇବେ ଆସେନି କାହିଁ ଏମିତି ହଉଛୁ ଚନ୍ଦା ହେଇଗଲାଣି ମୁଣ୍ଡ ଦେଇ ଚନ୍ଦା କ୍ୟାପ୍ କ'ଣ ଆଣିକି ଥୋଇଦେ ତା ଭିତରେ ଜେନ୍ ଲଗଉଛୁ ଲଗା ହଁ ଶୋଇବୁ ଯାଉନୁ ଶୋଇବୁନୁ ଦେ ମତେ ପାଣି ଆମ୍ବ ଆଚାର ଲାଗିବୁନି ମୋ ଆମ୍ବରେ ତୋ ଆମ୍ବରେ ମୁଁ ଲାଗୁନି ମୁଁ ଯାଉ କାଟିଛି ମୁଁ ସେଇଥିରେ ମୋର ମସଲା ଦେଇଦେବି ଭାରି ମୁଣ୍ଡରେ ପଡି ସେଦିନ କରିଥିଲି ଝୁଅ ସେଟା ସଳିତା ହେଲେ ସେଗୁରା କ'ଣ ହବ ସେ କୁଆନି ଆମ୍ବ ଗୁରାକ ସଳିତା ହେଇଗଲା ଗୋଟାଏ ଖରା ଦେଇ ମସଲା ଫସଲା ସବୁ ଦେଇଦେବି ମୁଁ ସେଇ ଗୋଟାଏ ଖରା ଦେଇକି ଆଣିଛି ଜାଣିଛୁ ନା ମ ତୁ ସବୁ ଜାଣିଛୁ କିଛି ବୋପା ଶିଖେଇନି ତେଲ ଗରମ କରି ଦେଇଦେବୁ ତୁ ଅନେଇଲୁ ବୋତଲ ଛାଁ ଖରାରେ ଥୁଆ ହବ ଆମ୍ବ ଏମିତି ପଡୁଛି ଏମିତି ପଡୁନି କୋଉଠି ଗୋଟାଏ ପଡୁଛି କୋଉଠି 2ଟା ପଡୁଛି ଏମିତି ଆଉ ପଡିବନି ଆମ୍ବ ନାସି ଟାଣ ହେଇଗଲା ବର୍ଷା ହେଇଗଲା ନାସି ଟାଣ ହେଇଗଲା ତାପରେ ହବ ଜୋର ବର୍ଷା ହବ ପୁରା ପଥର ବେଶୀ ଗୁଆ ପତ୍ର ଅଛି ନହେଲେ ଆମ୍ବ ସବୁ କରିଥାନ୍ତା ଗୋଟେ ପରେ ଗୋଟେ କରିଥାନ୍ତା ହେଇଛି କ'ଣ ଆର ବର୍ଷ କୁଆପତ୍ର ମାଡ଼ ହେଇକି ସବୁ ଯାକ ପଚିଗଲା କଣ ଆମ୍ବ ନଷ୍ଟ ହୁଏ କୁଣ୍ଡେ ବାଲ୍ଟି କୁଆ ପଥର ହେଲେ ଆଉ ଗଦା ହବ ଏପଟେ କେତେ କାଟିବ ଫୋପଡ଼ା ଯେତେ କାଟିବ ନଷ୍ଟ ଠିକ୍ ଠିକ୍ କାଳ ବୈଶାଖୀ ସିଆଡ଼େ କାକୁଡ଼ି କିଏ ମଝିଆ ନା ସାନ କିଏ ମା ତାପରେ ତୁ ଦେଖେଇବୁ ହେଲା ବୋପା ମା ତୁ ତାପରେ ଦେଖେଇଦବୁ ଯାହା ହଉଛି ଧନ
ତୁ ମା ବନା ନାହିଁ ପୁଣି ବଡ଼ ଥିବ କଣ ମାନେ ରାତିରେ ଦିନରେ ମଟନ୍ ରାତିରେ ମଟନ୍ 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 ବହୁତ ଭଲ ଲାଗିବ ନା ସେଥିପାଇଁ ଖାଲି ମଟନ୍ ଖାଉଛୁ। କହୁନୁ କହୁନୁ ସେ ବିଷୟରେ କିଛି ମଟନ୍ ବିଷୟରେ ପିଆଜଟା ଆଣେ ଖାଏ ପିଆଜ କାଟିଛି ତୋର ଖାଏ ମୋର ଖାଏ ହାତ ଧରି ଖାଉଛି। ଏମିତି ଭୋକ ଲାଗିଲାଣି ହାତ ଧରି ଖାଇଦେଉଛୁ ଲାଷ୍ଟକୁ ଆଣୁନୁ। ମୋତେ ଧରେଇ ଦେଇଛୁ ମୁଁ ସେଟା ଅନେଇଛି ଖାଇବି ବୋଲି ଫୋନ୍ ଧରିଛି ରୁଟି ଖାଇପାରୁନି ଧରିଛି ଖାଲି ଭୋକ ଲାଗି ପାଟି କତି ନେଇପାରୁନି କେତେ ଦୁଃଖ ମୋର। ତୁ କିନ୍ତୁ ଗୋଟାଏ ଖାଇସାରିଲୁଣି ଅଲରେଡ଼ି ନା କ'ଣ ଫାଳେ ଖାଇସାରିଲୁଣି ଆଉ ଖୁସି ଖୁସି ମୋ ନା ଖୁସି ନୁହଁ କିନ୍ତୁ ମୋ ନା ଚିନୁ ମା ଖାଇବା ଥୁଆଇଛି। ଓହୋ ପିଆଜ ଆଣିଛି ମଟନ୍ ଝୋଳ ମଟନ୍ ଝୋଳ ଚାର ପିସ୍ ଚାର କେତେ ଚାର ଆମେ ଆଣିଯିବେ ଖାଇବେ ଦିଦି ଦିଦି ଡାକୁଥିଲା ଆସିଲାନି ଦିଦି ଉପରି ଅଛି ଖାଉ ମା ଝୋଳ ଖାଇବ ଡାକିଯିବ ତମେ ଖାଇବନି ମା ଖାଉ ହାପୁଡେ ଟିକେ ମା ଛିଟିଲା ଅଛି ଓହୋ ଲଙ୍କା ଲୁଣ ବାହାର କର ପିଆଜ ଟମାଟୋ ଖାଇବ ସେଇଠି ଖାଆ ମା ହାତ ଦିଦି ପିସ୍ ତୁ ଖାଇଦେବୁ ଦିଦିଙ୍କର ପିସ୍ ଦିଦି କ'ଣ ଖାଇବି ତୁ ତ ପିସ୍ ଖାଇଦେଉଛି ଭଲ ଲାଗୁନି ଭଲ ଲାଗୁନି ଦିଦି ପିସ୍ ଭଲ ଲାଗୁନି ଦିଦିର ଲୋଭ ରହିଯାଇଥିବ ନା ହେଇଥାଇପାରେ ବାକି ସବୁ ତ ମଟନ୍ ଭଲ ଲାଗୁଛି କାହିଁ ଭଲ ଲାଗୁନି ସେଇଟା ଭଲ ଲାଗୁନି ଖାଇବୁନି କା ପିଆଜ ଖାଇବୁନି ଠିକ୍ ଅଛି ମା ନେ ମୋ ଖାଇବ ଖାଇଚାଲ ରୁଟି ବହି ଆଣୁଛୁ ବହି ଆଣୁଛୁ କାହା ଘରୁ ନେଇ ଯାଉଛି ବହିକି ଓଡ଼ିଆ କଥା ଅସଲାରୁ ବହି ଆଣୁଛୁ ମା ତୁ ଲୁଣ ପକେଇବୁ ଟିକେ କଲର କଥା ତରକାରୀ ରାତିରେ ଜଣାପଡ଼ୁନି ଦିନରେ ବି ଜଣାପଡ଼ୁଥିଲା ଭାତରେ ଜଣା ପଡ଼ୁନି କେମିତି ଜାଣିଲୁ ଦିନେ ଜଣାପଡ଼ୁଥିଲା ମୁଁ କିନ୍ତୁ କହିଲିନି କିଛି ମୁଁ ତ ଅଲଣା ଖାଇଦିଏ ରାତିରେ ଜଣା ପଡ଼ିଲା ବେଶୀ ଦିଦି ଚାରମର କିଛି କାମ ନାହିଁ ସିଏ ଘାଣ୍ଟିବ ସେଇଆ ଏବେ ଆଳୁଟା ବାହାର ଆଉ ମା ଆଳୁ ଖାଏ ମା ଆଳୁ ପକାଏ ଏବେ ଠିକ୍ ହେଲା ମା ତ ଶୋଇ ଉଠିଲା 10:30ରେ ମା ଆଇଲାଠୁ ନା ତ କାଦ ଦେଖିଆ ଲାଗୁଛି ନାଲି ଯାଇ ଭଳିଆ ସିପି ଦେଇଛି ତାକୁ ଚାରି କର ଦବି ଯାଇଛି କିନ୍ତୁ ଆଉ ନାହିଁ ଖାଲି ସେଇ ନାଲିଟା ଦେଖାଯାଉଛି ଟୁମ୍ ଟୁମ୍ ସବୁ ଦାମ ହେଉ ହେ ତୁ ଜାଣିନୁ ମଟନ୍ ଖାଏନି ଅଧିକା
ଏତେ କରିଦେଉଛୁ ରାତିରେ ଖାଇବି ହାର୍ଟ ଆଟାକ୍ ହେଇଯିବ ଯଦି ରାତିରେ ଗରମରେ ଖାଇଗଲୁ ନା ଖାଇଚାଲ ଖାଇଚାଲ